ତାଙ୍କର ସେ ଗାଁର ଯୋଉ ରାସ୍ତାଟା ଥିଲା ତା ଦେହରେ ଆମର କିଛି କନଷ୍ଟ୍ରକ୍ସନ ମେସିନାରୀ ଯିବା ଦ୍ୱାରା ସେ ଗାଁର ରାସ୍ତାଟା ଯୋଉ ଭାଙ୍ଗି ଯାଇଥିଲା ସେଥିପାଇଁ ତାକୁ ରିପେୟାର କରିବା ପାଇଁ ସେମାନେ ଥିଲା ତାଙ୍କର ଗୋଟେ ଦାବି। ଆହୁରି ଦୁଇଟା ଦାବି ଥିଲା, ଗୋଟେ ଥିଲା ପୁସିଂ ବ୍ରିଜ, ଦିଟା ପୁସିଂ ବ୍ରିଜ କରିବା ପାଇଁ, ଆଉ ଗୋଟେ ଲିଙ୍କ ରୋଡ। ଆକ୍ଚୁଆଲି ଏଇଟା ଆମର ଫିକ୍ସଡ କଣ୍ଟ୍ରାକ୍ଟ ପ୍ରାଇସ୍ ଅନୁସାରେ ଆମେ ପୁସିଂ ବ୍ରିଜ ଆଉ ଲିଙ୍କ ରୋଡ ଦୁଇଟା କରିପାରିବୁ ନାହିଁ। এটা NHI କିମ୍ବା ଭାରତ ସରକାରର ପରମିଶନ ହେଲା ପରେ ଆମେ କରିପାରିବୁ। ବାକି ଯୋଉଟା ଭିଲେଜ ରୋଡ ଯୋଉଟା ଅଛି ଗ୍ରାମୀଣ ମାନଙ୍କ ପାଇଁ, ସେ ରୋଡଟାକୁ ଆମେ ତୁରନ୍ତ ତାକୁ ପଦକ୍ଷେପ ନେଇକି ତାକୁ ରିପେୟାର କରିବା ପାଇଁ ଆମର ମେସିନାରୀ ଗୁଡା ଆମେ ଅଲରେଡି ମୋବିଲାଇଜ କରିସାରିଲୁଣି। କୋରାପୁଟବାସୀଙ୍କର ସରଳତା, କୋରାପୁଟବାସୀଙ୍କର ଦୁର୍ବଳତା ଏବଂ କୋରାପୁଟବାସୀଙ୍କର ଯୋଉ ସରଳ ମନୋଭାବକୁ ନେଇ ଯୋଉ ଭଳିଆ ଏକ ରାଜ୍ୟ ବାହାର କମ୍ପାନୀ ଯୋଉ ଭଳିଆ ଭାବରେ ଆସିକି ଭାରତମାଳା ନାମକ ଯୋଉ ରାସ୍ତା ନିର୍ମାଣ କରୁଛନ୍ତି, ଯାହା ଛତିଶଗଡ଼, ଓଡ଼ିଶା ଏବଂ ଆନ୍ଧ୍ରାକୁ ସଂଯୋଗ କରୁଥିବା ଏକ ବିରାଟ ବଡ଼ କାର୍ଯ୍ୟ, ଯୋଉଥିରେ ଆମେ ସାରା ଭାରତ ବର୍ଷର ଗୋଟିଏ 3ଟା ରାଜ୍ୟ ଗୋଟିଏ କୋଣରେ ବାନ୍ଧି ହେବା ଏବଂ ବିଶାଖାପାଟଣାକୁ ସଂଯୋଗୀକରଣ କରିବା ପାଇଁ ଆମ ପାଇଁ ଗୋଟେ ସୁଯୋଗ ସୃଷ୍ଟି ହେଇଛି। ଆମ ପାଇଁ ଗୋଟେ ନୂଆ ପରିଚୟ ସୃଷ୍ଟି ହେଇଛି କୋରାପୁଟ ପାଇଁ। ତଥାପି ଏ ପରିଚୟରେ କେତେ ଦୁଃଖ ରହିଛି, ଏ ପରିଚୟରେ କେତେ ଯନ୍ତ୍ରଣା ରହିଛି, ଆଜି ଯୋଉ ଭାଇମାନେ ଛିଡ଼ା ହେଇଛନ୍ତି ତାଙ୍କର ମନକୁ, ତାଙ୍କର କଥାକୁ, ତାଙ୍କର ପରିଭାଷାକୁ ଆପଣମାନେ ଦେଖିଲେ ଉପଲବ୍ଧି କରିପାରୁଥିବେ। ଆଜି ଭାରତମାଳାରେ ଏ ଅଞ୍ଚଳବାସୀ, ଅଞ୍ଚଳର ଯୁବକମାନେ ଆସି ବସିବାକୁ ବାଧ୍ୟ ହେଲେ ଯେ ସେମାନେ ଯୋଉ ଜାଗା ଦେଇଛନ୍ତି ଭାରତମାଳା ପ୍ରକଳ୍ପ କରିବା ପାଇଁ, ସେ ଜାଗା ଦେଇଥିବା ଅବଶିଷ୍ଟାଂଶ, ତାଙ୍କର ଯୋଉ ଚାଷ ଜମି ରହିଛି, ତାଙ୍କର ଯୋଉ ଜଙ୍ଗଲ ରହିଛି, ତାଙ୍କର ଯୋଉ ଶ୍ମଶାନ ରହିଛି, ସେ ଜାଗାକୁ ଯିବା ପାଇଁ ବର୍ତ୍ତମାନ ଭାରତମାଳାକୁ ସେମାନେ ଗୁହାରି କରିବାକୁ ବସିଥିଲେ। ସରକାରକୁ ଜମି ଦେଇଛନ୍ତି, ପୁଣି ତାଙ୍କ ରାସ୍ତାକୁ ଯିବା ପାଇଁ ବର୍ତ୍ତମାନ ଗୁହାରି କରିବାକୁ ପଡୁଛି। ଏ ବିଚିତ୍ର ନୀତି। ଯୋଉ ଲୋକ ଜମିଦାନ କରି ମହାନ କାମ କରିଛନ୍ତି, ତାଙ୍କ ପାଇଁ ଏବେ ସରକାର ପ୍ରତିବନ୍ଧକ ସାଜିଛି। NHI ବିଭାଗ ପ୍ରାୟ 1 ବର୍ଷ ହବ ଲିଖିତ ଆକାରରେ ଅଞ୍ଚଳବାସୀ ଜଣାଇବା ପରେ ମଧ୍ୟ ତାଙ୍କ କଥାକୁ କୌଣସି କର୍ଣ୍ଣପାତ କରିନାହାନ୍ତି। ମୁଁ କିଛି ସମୟ ପୂର୍ବରୁ NHIର କର୍ତ୍ତୃପକ୍ଷଙ୍କୁ ଆଲୋଚନା କରୁଥିଲି ଫୋନ୍ ମାଧ୍ୟମରେ। ସେ କହିଛନ୍ତି ଆସନ୍ତାକାଲି ଆସିବେ। ଆସନ୍ତାକାଲି ଆସିକି ଏଇ ଅଞ୍ଚଳର ଲୋକଙ୍କର ଯୋଉ ଲିଙ୍କ ରୋଡ ରହିଛି, କେବଳ ମଣିଷ ପାଇଁ ଚିନ୍ତା କଲେ ହବନି ଆଜ୍ଞା। ମଣିଷ ମୁଁ ଜାଣିଛି ଏ ରାସ୍ତା କଡ଼ରେ ଯାଇ ହବନି, ମୁଁ ଯିବିନି, ବୁଲିକି ଯିବି 5 କିଲୋମିଟର 10 କିଲୋମିଟର, କିନ୍ତୁ ପଶୁ ପକ୍ଷୀ ଏ କଥା ବୁଝନ୍ତୁ ନାହିଁ। ଯେହେତୁ ଏ ଅଞ୍ଚଳ ଚାଷ ଉପରେ ନିର୍ଭରଶୀଳ, କେନ୍ଦ୍ର ସରକାର ହଉ ରାଜ୍ୟ ସରକାର ହଉ ବର୍ତ୍ତମାନ ପଶୁ ସମ୍ପଦକୁ ଏକ ସମ୍ବଳିତ କରିବା ପାଇଁ, ଲୋକଙ୍କୁ ସଶକ୍ତିକରଣ କରିବା ପାଇଁ ପଶୁପାଳନ ଉପରେ ଗୁରୁତ୍ୱ ଦେଉଛନ୍ତି। ଯଦି ପଶୁପାଳନ କରିବେ ଅଞ୍ଚଳର ଲୋକ, ତ ନେବେ କୋଉଠି ଆଜ୍ଞା? ପଶୁପକ୍ଷୀ ଯିବେ କୋଉଠି? ଭାରତମାଳା ପ୍ରକଳ୍ପ ହେବା ପରେ ପ୍ରାୟ 3 ଗୋଟି ପଞ୍ଚାୟତର 50ରୁ ଉର୍ଦ୍ଧ୍ୱ ଗ୍ରାମ ଆଜି ଭାରତମାଳା ଘେରାବନ୍ଦୀ ଭିତରେ ଫସିଛି। ତେଣୁ ଭାରତମାଳା ଘେରାବନ୍ଦୀରୁ ମୁକ୍ତି କରିବା ପାଇଁ ସେମାନେ ଗୋଟେ ଲିଙ୍କ ରୋଡ ଚାହୁଁଛନ୍ତି ଏବଂ ଗୋଟେ ପୁସିଂ ବ୍ରିଜ ଚାହୁଁଛନ୍ତି, ଯୋଉ ଦ୍ୱାରା ଯିବେ। ଆଉ ଏମାନେ ରାସ୍ତା ଦେବେ ବିଶାଖାପାଟଣା ପାଇଁ, କିନ୍ତୁ ଏମାନେ ବିଶାଖାପାଟଣା ତାଙ୍କ ଗାଁର ରାସ୍ତା ଚଢ଼ିବା ପାଇଁ ତାଙ୍କୁ ପ୍ରାୟ 57 କିଲୋମିଟର ଯାଇକି କୋରାପୁଟରେ ଚଢ଼ିବାକୁ, ଗୋଟେ ବିଚିତ୍ର ନୀତି। ତେଣୁ ଜାଗା ଦେବେ ସେମାନେ, ଜମି ଦେବେ ସେମାନେ, 55 କିଲୋମିଟର ବୁଲିକି ସେମାନେ ସେ ରାସ୍ତାକୁ ଦେଖିବେ। ତା ଅର୍ଥ ଏମାନଙ୍କୁ ଜହ୍ନକୁ ଦେଖେଇଲା ଭଳିଆ କାର୍ଯ୍ୟକ୍ରମ କରୁଛନ୍ତି। ଜହ୍ନଟା ଘରୁ ଦୁସୁଥିବ କିନ୍ତୁ ପାଇବା ବହୁତ ମୁସ୍କିଲ। ଠିକ୍ ସେମିତି ଭାରତମାଳା ତାଙ୍କ ଘର ଆଗରେ ଭାରତମାଳାର ଧୂଳି ବାଲି ଗାଡ଼ିର ଶବ୍ଦ ସେମାନେ ଶୁଣିବେ, କିନ୍ତୁ ଭାରତମାଳା ରାସ୍ତା ଚଢ଼ିବା ପାଇଁ ତାଙ୍କୁ 100 ମିଟର ଛାଡ଼ିକି 57 କିଲୋମିଟର ଯିବାକୁ ପଡୁଛି। ତେଣୁ ଏଭଳିଆ ଆଜି ତାଙ୍କର ପ୍ରମୁଖ ଯାହା ନିଷ୍ପତ୍ତି ଥିଲା, ଆନ୍ଦୋଳନରତ ଯୋଉ ଯୁବକମାନେ ତାଙ୍କର ମାଛରା ଠାରୁ ଅଡ଼ପୁର ପଣ୍ଡସ ପର୍ଯ୍ୟନ୍ତ ଯୋଉ ରାସ୍ତାଟା ରହିଛି, ସେ ରାସ୍ତାରେ ତାଙ୍କର ରାଜ୍ୟ ସରକାର ଯୋଉ ଭାବରେ ଯୋଉ ରାସ୍ତା ତିଆରି କରିଥିଲା, ସେ ରାଜ୍ୟ ସରକାର ଯେତିକି ଓଜନ ଗାଡ଼ି ଚାଲିବା କଥା ତାଠାରୁ ଅତ୍ୟଧିକ ଓଜନ ଭାରତମାଳା ରାସ୍ତାରେ ଗାଡ଼ି ଚାଲିକି ରାସ୍ତା ଗୁଡ଼ାକ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି, ଖାଲ ଖମା ରହିଛି, ଯୋଉଥିପାଇଁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି ଆଉ କିଛି ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି। ତେଣୁ ସେ ରାସ୍ତା ନିର୍ମାଣ ପାଇଁ ଏବଂ ପୁସିଂ ବ୍ରିଜ, ଲିଙ୍କ ବ୍ରିଜ ପାଇଁ ଏମାନଙ୍କର ଡିମାଣ୍ଡ ରହିଥିଲା। ଏବଂ ଯୋଉ ଭଳିଆ ଭାବରେ ପେରିଫେରାଲ ଏଇ ସ୍ଥାନୀୟ ଅଞ୍ଚଳରେ ଯୋଉମାନେ ପେରିଫେରାଲ ଏଫେକ୍ଟେଡ ଅଛନ୍ତି, ପ୍ରଭାବିତ ଶ୍ରେଣୀର ଗାଁ ମାନଙ୍କୁ କିଭଳିଆ ଭାବରେ ଟ୍ୟୁବୱେଲ ଦିଆଯିବ ପିଇବା ପାଣି, ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ କିଭଳି ଭାବରେ ବ୍ୟବସ୍ଥା କରାଯିବ ଏବଂ ବିଭିନ୍ନ ଗାଁରେ କମ୍ୟୁନିଟି ସେଣ୍ଟର କେମିତି ହେଇପାରିବ, ଏବଂ ଆଜି ଭାରତମାଳା ଏବଂ DFO ମିଳିତ ଭାବରେ ଗୋଟିଏ ହେଲେ ମଧ୍ୟ ବୃକ୍ଷରୋପଣ କରିନାହାନ୍ତି ଯୋଉ ଭଳିଆ କାମ କରିଛନ୍ତି। ତେଣୁ ପ୍ରଦୂଷଣକୁ ଧ୍ୱଂସ କରି ଭାରତର ଯୋଉ ଜଳବାୟୁ ପରିବର୍ତ୍ତନ ପାଇଁ ମାନେ ମୁଖ୍ୟ ଦାୟୀ ହେବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ବୃକ୍ଷରୋପଣ କିଭଳିଆ ଭାବରେ ହେବ, ଆଉ ସରକାରଙ୍କୁ ଆପଣମାନଙ୍କ ଜରିଆରେ ମୁଁ ଅନୁରୋଧ କରୁଛି, ଭାରତମାଳା କେବେଠାରୁ ବୃକ୍ଷରୋପଣ କରିବା କଥା କରିନାହାନ୍ତି,
ଫରେଷ୍ଟ ଡିପାର୍ଟମେଣ୍ଟ କେବେଠାରୁ ବୃକ୍ଷରୋପଣ କରିବା କଥା କରିନାହାନ୍ତି ତାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ରହିଛି। ଆସନ୍ତା ଦିନମାନଙ୍କରେ ଏହି ଗ୍ରାମବାସୀଙ୍କ ନିର୍ଦ୍ଦେଶ କ୍ରମେ ଯଦି ଗଛ ଯଦି ଲଗେଇବେ ନାହିଁ ଏବଂ এই ଅଞ୍ଚଳରେ ଭାରତମାଲା ଯେଉଁ ଆମ୍ବୁଲାନ୍ସ ଗୋଟେ ରଖିବା କଥା ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ସେବା ମଧ୍ୟ ରଖି ନାହାନ୍ତି। ଏଗୁଡ଼ାକ ପାଇଁ ଆମେ ଦାବି ରଖିଥିଲୁ। ପ୍ରାୟ ରାସ୍ତା କାମ ଆଜି ଆରମ୍ଭ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆଜି ସେମାନେ ଶତପ୍ରତ ଭାବେ କାମ ବନ୍ଦ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କାମ ବନ୍ଦ କରି ଆସନ୍ତାକାଲି NHI ବିଭାଗର ଅଧିକାରୀ ଆସିଲା ପରେ କାମ ସେମାନେ ଚାଲୁ କରିବେ। ତେଣୁ ତାଙ୍କର ଯେଉଁ ମହାନତା ଆଜି ଦେଖାଇଛନ୍ତି ଯଦି ସେ ମହାନତାକୁ ପୂରଣ କରିବେ ନିଶ୍ଚିତ ଭାବରେ ଗ୍ରାମବାସୀ ସମ୍ପୂର୍ଣ୍ଣ ଭାବରେ ସଫଳ କରିବେ। ପୋଲିସ ପ୍ରଶାସନ ମଧ୍ୟ ଆସିକି ଉପସ୍ଥିତ ଅଛନ୍ତି। ଶାନ୍ତି ଶୃଙ୍ଖଳା ଭାବରେ ଆନ୍ଦୋଳନ ଚାଲିଛି। ଆମେ ଲକ୍ଷ୍ମଣ ନାୟକଙ୍କର ବଂଶଜ। ତେଣୁ ଆସନ୍ତାକାଲି ସମସ୍ତେ ଆମର ଅସ୍ତ୍ର ଶସ୍ତ୍ର ସହିତ ଆସିକି ଶାନ୍ତି ଶୃଙ୍ଖଳା ଭାବରେ ବସିବୁ। ଯଦି ଆମ କାର୍ଯ୍ୟ ପୂରଣ କରାନଯାଏ ତାହେଲେ ଶହୀଦ ଲକ୍ଷ୍ମଣ ନାୟକ ଲୋକଙ୍କୁ ମାରିବା ଶିଖିନଥିଲେ ଆସି କୁଣ୍ଠରେ ଝୁଲିବା ଶିଖିଥିଲେ। ତେଣୁ ଆବଶ୍ୟକ ପଡ଼ିବ ଦୁଇଟା ମଧ୍ୟ କାମ କରିବା ପାଇଁ ଭାଇମାନେ ପ୍ରତିଶ୍ରୁତିବଦ୍ଧ ଅଛନ୍ତି ଆଉ କଥା ମଧ୍ୟ ଦେଇଛନ୍ତି। ମିଳିଲା ଆମର ଯେଉଁ ମାଛରା ଛକଟା ରୋଡ଼କୁ ରୋଡ଼ ସେଟା ଆଜି କାମ ଆରମ୍ଭ କରିବେ ସେମାନେ ରିପେୟାର କରିବେ। ଆଉ ଦ୍ୱିତୀୟ NHI ଆମର PD ସାର୍ ଆସନ୍ତାକାଲି ଆସିବେ ଆଉ ସିଏ ଫିସିଂ ବ୍ରିଜ୍ ପାଇଁ ଆସନ୍ତାକାଲି ଆମର DPR ପ୍ରସ୍ତୁତ କରିବେ ଆଉ ଆମେ ସମସ୍ତେ ସେ ପର୍ଯ୍ୟନ୍ତ ଆମର ତ ଆନ୍ଦୋଳନ ଚାଲିବ। ଆସନ୍ତାକାଲି PD ସାର୍ ଯେ ଆମର NHI ଅଧିକାରୀ ଆସିବେ ନିଷ୍ପତ୍ତି ନେବେ ପରବର୍ତ୍ତୀ।